ଗୋଟେ କଥା ଜାଣିଛନ୍ତି, ଆମେ ଯେତେବେଳେ ମାର୍କେଟ କୁ ଯାଉ କିଛି ଜିନିଷ କିଣୁ, ଆମେ ବହୁତ ଟେକ୍ନିକ ଦେଖିକି କିଣୁନା। ଯେମିତି ମାର୍କେଟ କୁ ଗଲେ ଟମାଟର କିଣିବାର ଅଛି ତ ପୁରା ପରଫେକ୍ଟ ସେପ୍ ହେଇଥିବ, ଲାଲି ହେଇଥିବ, ଗୋଟେ କିଛି ଦାଗ ନଥିବ। ଯେକୌଣସି ଗୋଟେ କପଡା କିଣିଲେ ଆମେ ଟେକ୍ନିକ ଭାବରେ ତା ଷ୍ଟିଚିଂ କୁ ଚେକ୍ କରୁ, ତା କଲର କୁ ଚେକ୍ କରୁ, ଆମ ସାଇଜ କୁ ଚେକ୍ କରୁ। ପରଫେକ୍ଟଲି ଆମ ଦେହରେ ସୁଟ୍ କରୁଛି ନା ନାହିଁ, ଆମେ ତାକୁ ପିନ୍ଧିଲେ ଆମକୁ ପରଫେକ୍ଟ ଲାଗିବ ନା ନାହିଁ, ଆମେ ସୁନ୍ଦର ଦେଖାଯିବ ନା ନାହିଁ। ସେମିତି ଯଦି ଭଗବାନ ଆମକୁ ଗଢିଛନ୍ତି ନା, ସେ ଆମକୁ କେମିତି ଟେଷ୍ଟ ନେବେନି। ତ ସେଥିପାଇଁ କି ଆମ ଜୀବନରେ ଅବଷ୍ଟାକଲ୍ସ ପଠାନ୍ତି, ସେ ଆମ ଜୀବନରେ କିଛି କଷ୍ଟ ପଠାନ୍ତି। ଆଉ ସେ କଷ୍ଟ ନା ଆମକୁ ଅଧିକ ତାକତବର କରିଦିଏ, ଆମକୁ ହାରିବାକୁ ଦିଏନି, ଆମକୁ କିଛି ଶିଖାଏ ସେ। ଯଦି ଆପଣ ସେଇ କଷ୍ଟରୁ ସେଇ ଅସୁବିଧାରେ ଆପଣ ଶିଖିଯିବେ ନା, ଆଉ ଥରେ ସେ କଷ୍ଟ ଆସିବନି। ଯଦି ଆପଣ ନ ଶିଖିବେ ପୁଣି ସେଇ କଷ୍ଟ ରିଟର୍ଣ ଭାବରେ ଆସିବ, ଆଉ ଗୋଟେ ବଡ ଆକାରରେ। ତ ସେଥିପାଇଁ କି ଯୋଉ କଷ୍ଟ ଆପଣ ଲାଇଫରେ ଅଛି, ବର୍ତ୍ତମାନ ଯୋଉ ପ୍ରୋବ୍ଲେମ ଅଛି ତାକୁ ଫେସ୍ କରନ୍ତୁ, ସେଥିରୁ କିଛି ଶିଖନ୍ତୁ, ଆଉ ନିଜ ଜୀବନକୁ ସୁନ୍ଦର ଭାବରେ ଗଢି ଚାଲନ୍ତୁ। ରାଧେ ରାଧେ।